महासमारोहरे पालित ହେଲା ଖଡ଼ିଆଳ ମହୋତ୍ସବ। ସନ୍ଧ୍ୟାରାଣୀର କଳା ଚାଦର ଘୋଡ଼େଇ ଦେଇ ଅନ୍ଧକାରର ଛାଇ ବୁଣି ଦେଇଛି। ଅନ୍ଧକାରର ସୁମଧୁର ପରିବେଶରେ ଧୀରେ ଧୀରେ ସମସ୍ତଙ୍କ ମନ ଭିତରେ ଭରି ଦେଉଛି ଉନ୍ମାଦର ବାସ୍ନା। ସିଂହରଣ ଯାଦୁରେ ହୃଦୟ ଭିତରେ କମ୍ପନ ସୃଷ୍ଟି କରି ସମସ୍ତଙ୍କୁ ପାଗଳ ଭଅଁରର ଆଖ୍ୟା ଦେଇ ଟାଣି ଆଣିଛି ମନ ପବନ ରୂପୀ ଏକତାର ସୁଅକୁ। ଯେଉଁ ସୁଅରେ ଥରେ ପଡ଼ିଗଲେ ସେଠାରୁ ବାହାରିବା କଷ୍ଟକର ହୋଇପଡ଼ିଥାଏ। ଏ ହେଉଛି ଜନସମୁଦ୍ରର ସୁଅ। ମାନବ ଶୃଙ୍ଖଳର ଏକ ଭାବପୂର୍ଣ୍ଣ ଶୃଙ୍ଖଳଟି ଏତେ ନିବିଡ଼ତା ସୃଷ୍ଟି କରିଦେଇଛି ଯେ ପର ଆପଣାର ଭେଦଭାବ ଦେଖିବାକୁ ମିଳୁନାହିଁ। ଶତ୍ରୁତାର ମାୟାଜାଲରେ ଛନ୍ଦି ହୋଇ ଯିଏ ଦିନେ ଆପଣାର ଲୋକଠାରୁ ସାତପର ହୋଇଯାଇଥିଲା, ସେହି ଶତ୍ରୁତାକୁ ଭୁଲିଯାଇ ଆଜି ଆପଣାର ଡରରେ ସମସ୍ତେ ଛନ୍ଦି ହୋଇ ଯାଇଛନ୍ତି। ଏ ଦୃଶ୍ୟ ହେଉଛି ଖଡ଼ିଆଳ ସହରର ଏକ ଜନସମୁଦ୍ରର ଦୃଶ୍ୟ। ଯେଉଁ ସହରରେ ସୃଷ୍ଟି ହୋଇଛି ଆଜି ଜନପଟୁଆରର ଏକ ଅଛିଣ୍ଡା ଡର। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଜିଲ୍ଲାର ଏକ ଅନ୍ୟତମ ବ୍ଲକ। ଏହି ବ୍ଲକରେ ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି। ନୂଆପଡ଼ା ଜିଲ୍ଲାର ଏହି ଖଡ଼ିଆଳ ବ୍ଲକରେ ମହାସମାରୋହରେ ପାଳିତ ହୋଇଯାଇଛି ଖଡ଼ିଆଳ ମହୋତ୍ସବ 2025। ଏହି ଖଡ଼ିଆଳ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ମହୋତ୍ସବକୁ ସରସ ସୁନ୍ଦର କରିଥିଲେ। ତାଙ୍କ ସହିତ ପାଳନ କମିଟିର ସଭାପତି ଜିତେନ୍ଦ୍ରନାଥ ପଟ୍ଟନାୟକ ଉପସ୍ଥିତ ରହି ମହୋତ୍ସବକୁ ଉତ୍ସବ ମୁଖରିତ କରିବାରେ ସହାୟକ ହୋଇଥିଲେ। ମହୋତ୍ସବ ପୂର୍ବରୁ ମହୋତ୍ସବର ପ୍ରତୀକ ବିଜୟ ମଶାଲ ଦ୍ୱାରା ଶୁଭାରମ୍ଭ କରିଥିଲେ। ପବିତ୍ର ବିଜୟ ମଶାଲକୁ ଋଷିପୀଠଠାରୁ ବାହାରି ଖୁବ୍ ଜନସମୁଦ୍ରର ପଟୁଆର ମଧ୍ୟରେ ନଗର ପରିକ୍ରମା କରିଥିଲେ। ଏହି ନଗର ପରିକ୍ରମା ବେଳେ ଯେମିତି କୌଣସି ବିଶୃଙ୍ଖଳା ନ ଘଟେ ସେଥିପାଇଁ ପୋଲିସ ଫୋର୍ସ ମୁତୟନ କରି ଶୃଙ୍ଖଳା ଜାରି ରଖିଥିଲେ। ଏହି ବିଜୟ ମଶାଲକୁ ଖଡ଼ିଆଳର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ମନ୍ଦିର, ମା ରକ୍ତାମ୍ବରୀ ମନ୍ଦିର ଦେଇ ମହୋତ୍ସବ ପଡ଼ିଆରେ ପହଞ୍ଚାଇଥିଲେ। ତାପରେ ମୁଖ୍ୟ ଅତିଥି ଏବଂ କମିଟି ସଭାପତିଙ୍କ ଦ୍ୱାରା ମହୋତ୍ସବ ପଡ଼ିଆରେ ବିଜୟ ମଶାଲକୁ ସ୍ଥାପିତ କରାଯାଇଥିଲା। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଖଡ଼ିଆଳ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଖଡ଼ିଆଳ ମହୋତ୍ସବରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ମହୋତ୍ସବର ବିଶେଷ ଆକର୍ଷଣ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ବଛା ବଛା ଅଭିଜ୍ଞ କଳାକାରମାନଙ୍କ ଦ୍ୱାରା ଖୁବ୍ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଖୁବ୍ ଆକର୍ଷିତ କରିଥିଲା। ଖୁବ୍ ଶୃଙ୍ଖଳାର ସହିତ ଏ ବର୍ଷ ଖଡ଼ିଆଳ ମହୋତ୍ସବ ଆୟୋଜିତ ହୋଇଯାଇଥିବା ବେଳେ ଏହି ମହୋତ୍ସବରେ ଖଡ଼ିଆଳ ସହର ଖୁବ୍ ଉତ୍ସବ ମୁଖରିତ ହୋଇଉଠିଥିଲା। ବିଜୟ ମଶାଲର ଶୋଭାଯାତ୍ରା ଖୁବ୍ ନିଆରା ଢଙ୍ଗରେ ହୋଇଥିବା ବେଳେ ଶୋଭାଯାତ୍ରା ସମୟରେ ସାଂସ୍କୃତିକ ଦଳ ଯୋଗଦେଇ ଅଧିକ ଆକର୍ଷଣୀୟ କରିଥିଲେ। ବିଜୟ ମଶାଲର ଶୋଭାଯାତ୍ରାରେ ଜନସମୁଦ୍ର ସୃଷ୍ଟି ହୋଇ ସହରକୁ ଭିନ୍ନ ଏକ ରୂପରେ ରୂପାନ୍ତରିତ କରିବାରେ ସକ୍ଷମ ହୋଇଥିଲା। ଆଗାମୀ ବର୍ଷରେ ମଧ୍ୟ ଏ ବର୍ଷଠାରୁ ଅଧିକ ମନୋରଞ୍ଜନ ଧର୍ମୀ କରି ସମସ୍ତଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖିବା ପାଇଁ ଆୟୋଜନ କମିଟି ସିଦ୍ଧାନ୍ତ ନେଇଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।